नमस्कार बीआर मूवीज प्रस्तुत आम कला आम कलाकार कार्यक्रम को मु स्वागत करुच्ची एस प्रभाकर बाबू। आज जन एमती व्यक्ति तो अच्छा जहाँ कथा कहते सर जे मंच को थरई दिखती मु परिचय देवी परिचय से मुहर देवी। मैडम नमस्कार। नमस्कार। आम कला आम कलाकार कार्यक्रम को आपको स्वागत। सर्वप्रथम आपनकर परिचय प्रदान करो। कदाचित कालिंदी तट विपिन संगीत करव मुदा भीरी नारी बदन कमला स्वाद मधुपः रमा शंभु ब्रह्मा सुरपति गणेशार्चित पद जगन्नाथ स्वामी नयन पथगामी भव तुमे। समस्त ओडिशावासी को मोर एक घनिष्ठ प्रणाम। मु होछि पाला गायिका श्रीमती प्रभाती स्वाई। मो घर जंपठी कटक जिला महांगा ब्लॉक नृतांग पंचायत। नमस्कार मैडम। आपनकर घर एड्रेस परिचय देले ओडिसा रे अनेक जगह रे आपण पाला करजंती कुसुमा को देखुछंती जयदार को लेखा की होइलो चंदन काचिता नीला गणे दर्शक मैंने आपको बहुत भल पाती कारण प्रभात साई जड़े आग धाड़ी पाला गायिका तेणुक आम दर्शक मैंने चाहते आपण मान कि जानवा शुणा। अच्छा मैडम आप सब कहतु सर्वप्रथम आप पाला गाइले प्रथम गुरु किए थे? प्रथम मोर पिउसी मा थिले गुरु तापरे बुआड़ी प्रसन्न पटनायक से होछन्ती मोर द्वितीय गुरु। आज्ञा आ वर्तमान मु एबे सिखुछि मोई गां रे माने गुरु कुलमणि दास। कुलमणि दास। अच्छा तेणुक आप जो पाला सब मंच को जाती ओडिशा अनेक जगह आप पाला गाई गोमाता नंदिनी माऊ आसी पहुंची अरे कौन होइछि मोर नाम काई करछि अशोक के मोर चोरी कर लिए मां पिता को देखला बतन को रखी पारु कौन कई अशोक के मोर चोरी कर नहीं देखी गोमाता नंदिनी डाकला हो आज्ञा तम आपनकर सबुलरे देवता नैछि ताहा उपाय
ତମେ ଦେଖିପାରିବନି। ତାହେଲେ ମା ଉପାୟ କିଛି ନାହିଁ? ତମ ଚକ୍ଷୁରେ ସେତିକି ଶକ୍ତି ନାହିଁ। ତାହେଲେ ଚକ୍ଷୁରେ ମୋର କେମିତି ପାୱାର ଆସିବ? ଶକ୍ତି ବଢିବାକୁ ହେଲେ ଗୋଟା କୌଶଳ ବତେଇ କରିପାରିବ। ଆଚ୍ଛା ପାୱାର ପ୍ଲସ୍ ପକେଇବି କଣ କହୁଛି କରୁଛୁ ବା ଇଏ ଆଖିରେ ପାୱାର ପ୍ଲସ୍ ପକେଇ ଆମର ଅନଲିମିଟେଡ କରିଦେବି। ତମର ସାଧାରଣ ଜ୍ଞାନ ନାହିଁ। ତାର ଗଭୀର ଜ୍ଞାନ ତାର ସାଧାରଣ ଜ୍ଞାନ କଣ ଦରକାର? ଟିକେ ଦୟା କରି ବସ। ପାଲା ଗାଇକି ଆପଣ ଲୋକ ପରିଚିତ ହେଇଛନ୍ତି। ଆଜ୍ଞା। ବିଶେଷ କରି ଆପଣଙ୍କୁ କହିବି ଯେ ପାଲା ଯେତେବେଳେ ଆପଣ ଯାଆନ୍ତି ଗୋଟେ ଜାଗାରେ ତେଲ ଲୁଣର ସଂସାର ଆଉ ଗୋଟେ ଜାଗାରେ ପାଲା କେମିତି ଆପଣ ନିର୍ବାହ କରନ୍ତି? ବହୁତ କଷ୍ଟର ଯାଏ। ଆଜ୍ଞା ପରିବାର କହିଲେ ସ୍ୱାମୀ ଆମେ ମୁଁ ଆଜ୍ଞା ମୋର ପୁଅ ଝିଅ ଶାଶୁ ଅଛନ୍ତି ବାପା ମା ମତେ ସାହାଯ୍ୟ କରନ୍ତି। ଆଜ୍ଞା ତାଙ୍କର ସ୍ନେହ ସହାନୁଭୂତିରୁ ମୁଁ ଆଜି ଗାଇବାଦି ହୋଇପାରିଛି ଆଉ ଦର୍ଶକ ମାନଙ୍କ ପାଖରେ ମୁଁ ଭଲ ସୁପରିଚିତ ହୋଇପାରିଛି। ଆଉ ଗୋଟେ ଦର୍ଶକ ମାନଙ୍କୁ ଆଉ ଗୋଟେ ସୁନ୍ଦର କଥା ଆପଣ କହିବେ ଯେ ଆପଣ ଯେ ପ୍ରକୃତରେ ପାଲା କରନ୍ତି ଆପଣ ପାଲାରେ କିଏ ସହଯୋଗ କରନ୍ତି କି ପ୍ରକୃତ କାହା ସହଯୋଗରେ ଆପଣ ପାଲା ଗାଇବାକୁ ଓଡ଼ିଶାକୁ ଯାଆନ୍ତି? ସହଯୋଗ କଲେ ମୋ ସ୍ୱାମୀଙ୍କ ସହଯୋଗରେ ମୁଁ ପାଲା ଗାଉଛି। ଲାଜ ଲାଗୁନି ଚୋରି କରିକି ପୁଣି ହସୁଛୁ ଘୋଡ଼ା ଚୋର ଲାଜ ତୁ ଚୋରି କରିକି ହସୁଛୁ ତତେ ଲାଜ ଲାଗୁନି? ଏ ସାମାନ୍ୟ ମାନବ ମସ୍ତରୁ ଆସି ଫେର ମୋ ଫୁଟାଣ ଦେଖାଉଛୁ ମାନେ ଚୋରି ରାଜା ଲାଗାତା କଥାଟା ଲୋକ ଇଏ ହଉନା କାହିଁକି ଅଶ୍ୱକୁ ନେବି ଆଉ ଯିବି ଦେଖିବା କିଏ ତାହେଲେ ଯୁଦ୍ଧ ପାଇଁ ହୁଏ ପ୍ରସ୍ତୁତ। ଆଚ୍ଛା ଆଚ୍ଛା ଆଉ ଘରେ ଶାଶୁ ଅଛନ୍ତି ବାପା ମା ଟିକେ ସାହାଯ୍ୟ କରନ୍ତି ପିଲାଙ୍କୁ ରଖନ୍ତି ମୁଁ ପାଲାକୁ ଆସେ ଆମେ ସମସ୍ତେ ଦି ଜଣ ଆସୁ। ଆଚ୍ଛା ଆଚ୍ଛା ମ୍ୟାଡାମ ଆଉ ଗୋଟେ କଥା ଆପଣ ଯେତେବେଳେ ପ୍ରଥମ ପାଲା ଗାଇଲେ ଆଜ୍ଞା ସେତେବେଳେ କେତେ ପଇସା ପାଉଥିଲେ ଆଉ ବର୍ତ୍ତମାନ ଆପଣ କେତେ ପଇସା ପାଉଛନ୍ତି? ସେତେବେଳେ 500 700 800 1000 ଭିତରେ ପାଲା ଗାଉଥିଲେ ସେତେବେଳେ ଆଜ୍ଞା ଆଜ୍ଞା ବର୍ତ୍ତମାନ 14 15 12 10,000 ଏଇଭଳିଆ ଭିତରେ ଗାଉଛୁ। ଆଚ୍ଛା 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 ମ୍ୟାଡାମ ଆଉ ଗୋଟେ କଥା ସମସ୍ତେ କହୁଛନ୍ତି ଆରେ ପ୍ରଭାତ ସ୍ୱାଇଁଙ୍କ କଣ୍ଟାକ୍ଟ ନମ୍ବର ଦିଅ ଏ ପ୍ରଭାତ ସ୍ୱାଇଁଙ୍କ କଣ୍ଟାକ୍ଟ କୌଣସି ଗାୟିକା ଓଡ଼ିଶାରେ କାହାର କୋଉ ଗାୟିକାଙ୍କର କେହି କଣ୍ଟାକ୍ଟ ନମ୍ବର ଦଉନାହାନ୍ତି କିନ୍ତୁ ଆମ କଳା ଆମ କଳାକାର କାର୍ଯ୍ୟକ୍ରମ ସର୍ବପ୍ରଥମେ ବିଆର ମୁଭି ଆରମ୍ଭ କଲା କିନ୍ତୁ ଗାୟିକା ବିଷୟରେ ଜାଣିବା ପାଇଁ କିନ୍ତୁ ଆପଣଙ୍କର କଣ୍ଟାକ୍ଟ ନମ୍ବରଟାକୁ ଦର୍ଶକ ମାନଙ୍କୁ ଡାକିଦେବେ ବହୁତ ଭଲ। ଆଜ୍ଞା ଆଜ୍ଞା ମୋର କଣ୍ଟାକ୍ଟ ନମ୍ବର ହେଲା ଆଜ୍ଞା 9438 480 158 ଆଉ ଗୋଟେ ନମ୍ବର ମଧ୍ୟ ଅଛି 9777 60 9418 ଦୁଇଟା ନମ୍ବର ଆଜ୍ଞା ଯାହା ହଉ ଗାୟିକାଙ୍କ ନମ୍ବର ତ ଆପଣ ମାନେ ସବୁ ପାଇଗଲେ ନିଶ୍ଚିତ ଭାବରେ ଗାୟିକା ମା ସବୁ ଯୋଗାଯୋଗ କରିବେ ଆପଣ ଭୁଲିବେନି। ବହୁତ ଗାୟିକାଙ୍କ ନମ୍ବର ଲୋକ ଜାଣିପାରୁନାହାନ୍ତି ଭାରି ହଇରାଣ ହଉଛନ୍ତି ଯୋଉ ଓଡ଼ିଶାର ପାଲା ଗାୟକ ଗାୟିକା ପଚାରୁଛନ୍ତି ସେ କୌଣସି ଗାୟିକାଙ୍କ ନମ୍ବର କାହାକୁ ଦଉନାହାନ୍ତି କିନ୍ତୁ ଆମ କଳା ଆମ କଳାକାର କାର୍ଯ୍ୟକ୍ରମରେ ବିଆର ମୁଭି ଯୋଉ ଆଣିଛି ଆପଣ ଡାଇରେକ୍ଟ ଗାୟିକାଙ୍କ ନମ୍ବର ଆପଣ ପାଇପାରିବେ। ଠିକ ଅଛି ଧନ୍ୟବାଦ। ଆପଣ ଆଉ ଗୋଟେ କଥା ଆପଣ ଯେତେବେଳେ ପାଲା ଗାଆନ୍ତି ଓଡ଼ିଶାର ଅନେକ ଜାଗାରେ ଗାଇଛନ୍ତି ଚମ୍ପୁ ଛାନ୍ଦ ଚମ୍ପୁ ତ ଅନେକ ଗାୟିକା ଆପଣ ରେକର୍ଡ କରିଛନ୍ତି କିନ୍ତୁ ଆପଣଙ୍କ ମୁଖରୁ ଗୋଟେ ସୁନ୍ଦର ଚମ୍ପୁ ଦର୍ଶକ ମାନଙ୍କୁ ଟିକେ ଗାଇ ଶୁଣନ୍ତୁ। ଆଜ୍ଞା କବି ସୂର୍ଯ୍ୟ ବଳଦେବ ରଥଙ୍କର ଲେଖା କ ଠାରୁ କ୍ଷ ପର୍ଯ୍ୟନ୍ତ ଚମ୍ପୁ ଅଛି ଏଠି ତ ଯନ୍ତ୍ର ନାହିଁ ଖାଲି ବସି ଗାଇବା କଥା। ଠିକ ଅଛି ଖାଲି ଆଜ୍ଞା ଗୋଟେ ଚମ୍ପୁ ଗାଇଦିଅ। ଆଜ୍ଞା ଖେଳା ଦୋଳା ଖଞ୍ଜନା କିସା ହସକଲୋରେ ଖରା
ଚମ୍ପୁଟେ ଛାନ୍ଦଟେ ଶୁଣେଇଲେ ଆଜ୍ଞା ବହୁ ଖୁସି ଆନନ୍ଦ। କିନ୍ତୁ ମୁଁ ଆଉ ଗୋଟେ ପ୍ରଶ୍ନ ମୋ ମନ ଭିତରେ ଉଙ୍କି ମାରୁଛି ଯେ ଆପଣ ମ୍ୟାରେଜ କେତେ ବର୍ଷ କଲେଣି? ଆପଣଙ୍କ ହଜବେଣ୍ଡ ନାଁ କଣ? ଆପଣଙ୍କ ପୁଅ ଝିଅ କଣ? ଟିକେ ଦର୍ଶକ ମାନଙ୍କୁ ବିବାହର ମୋର 14 ବର୍ଷ ହେଲାଣି। 14 ବର୍ଷ ହେଇଗଲାଣି? ଆଜ୍ଞା। ଆଚ୍ଛା ସ୍ୱାମୀଙ୍କ ନାଁ ହଉଛି ଭାଗବତ ସ୍ୱାଇଁ। ହଁ ଭାଗବତ ସ୍ୱାଇଁ ଆପଣ। ଆଜ୍ଞା। ଆଚ୍ଛା ପୁଅ ଝିଅ? ଗୋଟିଏ ପୁଅ ଗୋଟିଏ ଝିଅ। ଗୋଟେ ଗୀତ ବୋଲୁ। ମୋ ମା କହୁଥିଲା ତୁମେ କଳା ଠାକୁର, ମୋ ବାପା ଜଣେଇଲେ ତୁମେ କ୍ଷମା ସାଗର। ମନ ବଳେଇଛି ଇଚ୍ଛା ମୁଁ କରିଛି, ମନ ବଳେଇଛି ଇଚ୍ଛା ମୁଁ କରିଛି ତତେ ଦେଖିବାକୁ ଗୋଟିଏ ଥର, ହଁ ଗୋଟିଏ ଥର। ମୁଁ ପରାକୁନି ଭକତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ମୁଁ ପରାକୁନି ଭକତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ଶାଶୁ ଅଛନ୍ତି ପାଖରେ। ତାପରେ ଶାଶୁ ନାଁ କଣ? ଶାଶୁ ହଁ ପ୍ରମିଳା ଷଡ଼ଙ୍ଗୀ। ଯାହା ହଉ ଆପଣଙ୍କୁ ସହଯୋଗ କରନ୍ତୁ। ଆଜ୍ଞା। ଆଚ୍ଛା ଆପଣଙ୍କ ବାପା ନା? ଆପଣଙ୍କ ବାପା? ବାପାଙ୍କ ନାଁ ହଉଛନ୍ତି ଚକ୍ରଧର ବେହେରା। ମୋ ଘର ହଉଛି କଟକ। ଆଜ୍ଞା ବାପ ଘର ହଉଛି କେନ୍ଦ୍ରାପଡା ଜିଲ୍ଲା। ଆଚ୍ଛା ଆଚ୍ଛା। ରାଜକନିକା ବ୍ଲକ। ଆଜ୍ଞା ଆଜ୍ଞା। କାଟଣା ବଣିଆ ପଞ୍ଚାୟତର ଡାଇନିଗିରି ମୋ ଗ୍ରାମ। ବାପା ମା ଆମର ଥିଲେ, ବର୍ତ୍ତମାନ ବର୍ଷେ ହେଲା ବାପା ଏକ୍ସପାର୍ଟ କରିଯାଇଛନ୍ତି। ଆଚ୍ଛା ଆଚ୍ଛା। ଆଉ ମା ଅଛନ୍ତି। ଧନ୍ୟବାଦ। ଯାହା ହଉ ପ୍ରଭାତୀ ସ୍ୱାଇଁ ଦର୍ଶକ ମାନଙ୍କୁ ଭଲ ଭଲ କଥା କହୁଛନ୍ତି, ଆପଣମାନେ ଶୁଣୁଛନ୍ତି, ଆଉ ବି ଆଗକୁ ଭଲ ଶୁଣିବେ। କିନ୍ତୁ ମ୍ୟାଡାମ ବହୁତ ଖୁସିର କଥା, ଆପଣ ଭଳିଆ ଗାୟିକା ମୁଁ ଶୁଣିଛି, ଆପଣଙ୍କ ଗାୟିକା ଓଡିଶାରେ ମିଳିବା ଖୁବ୍ ଭଲ। ଆପଣଙ୍କର ସ୍ନେହ ଶ୍ରଦ୍ଧା ଲୋକଙ୍କୁ ଭଲ ପାଇବା ଅଛି ଓଡିଶା ଭିତରେ। ଆପଣ ଯୋଉ ମଞ୍ଚକୁ ଯାଆନ୍ତି ପାଲା ବି ସୁନ୍ଦର ଭାବରେ ପାଲା ପରିବେଷଣ କରନ୍ତି, ସମସ୍ତେ ଖୁସି ହୁଅନ୍ତି ବି କହନ୍ତି। କିନ୍ତୁ ଆଉ ଗୋଟେ କୋଶ୍ଚିନ୍ ଆପଣଙ୍କୁ ଯେ ଆପଣ ଯେତେବେଳେ ମଞ୍ଚରେ ପାଲା ଗାଆନ୍ତି ବହୁତ ଲୋକ ଦେଖନ୍ତି, ଆପଣଙ୍କ ଜୀବନରେ କିଛି ଦୁଃଖ ଆଉ କିଛି ସୁଖ କଥା ଟିକେ ଦର୍ଶକ ମାନେ। ଦୁଃଖ ତ ଅନେକ ଅଛି, ସୁଖ ବି ଅନେକ ଅଛି। ଗୋଟିଏ ଦୁଃଖ କଥା ଆଉ ଗୋଟେ ସୁଖ କଥା ଦର୍ଶକ ମାନେ କଣ? ଦୁଃଖ କଥା କଣ କହିବି, ବର୍ଷେ ହେଲା ମୋ ବାପା ମତେ ଛାଡି ଚାଲି ଯାଇଛନ୍ତି। ଆଚ୍ଛା। ଏକା ହେଇଯାଇଛି ଘରେ, ଆଉ କେହି ନାହାନ୍ତି ମୋ ପାଖରେ। ଆଉ ସୁଖ? ସୁଖ ପୁଅ ଝିଅ ଶାଶୁ ସବୁ ନେଇ ଚାଲିଛି, ଏବେ ବର୍ତ୍ତମାନ ପାଲା ଗାଉଛି। ଆପଣଙ୍କ ସ୍ୱାମୀ କଣ ଆପଣଙ୍କ ସାଙ୍ଗରେ ପାଲା ଗାଆନ୍ତି? ମୋ ସହିତ ସଙ୍ଗୀତ ଅଛନ୍ତି, ମୋ ସହିତ ଯାଆନ୍ତି, ସବୁ କିଛି ସେ କରନ୍ତି। ସତ କଥା? ପାଲା ସେ ପାଲା କଳ ଆସିଲେ କଳ ରଖନ୍ତି, ସବୁ କିଛି ବୁଝାବୁଝି କରନ୍ତି ସ୍ୱାମୀ ଆମ। ତୋ ପୁଅକୁ 10 ବାର ବୁଝେଇଲି, 100 ବାର ବୁଝେଇଲି, ତୋ ପୁଅ ବୁଝିଲାନି। ମାରିଦେଲି ବଜ୍ରାସୁର, ତୋ ପୁତ୍ର ମରିଗଲା। ଉଡି ଯାଉ ବଞ୍ଚେଇ ପାରିବିନି। ତୁମ ପାଖରେ ଅମୃତ ଅଛି, ଅଛି ସତ୍ୟ, ଚାହିଁଲେ ମୋ ପୁଅ ବଞ୍ଚି ପାରିବ। ଚାହିଁଲେ ବଞ୍ଚି ପାରିବ ସତ୍ୟ, ହେଲେ ମୁଁ ଦେବିନି। କାହିଁକି? କାହିଁକି ଜାଣିପାରୁନୁ? କଣ ପାଇଁ? ଗୋଟେ ସର୍ତ୍ତରେ ଦେବି। ସର୍ତ୍ତ? ହଁ। ମୋ ପୁଅ ଆଗ ବଞ୍ଚୁ, ତାପରେ ତା ପାଖରେ ସର୍ତ୍ତ ରଖିବ। କଣ ହେଲା? କଣ ସର୍ତ୍ତ ସେଇଟା? ଏ ସର୍ତ୍ତ ହେଲା ପଶୁକୁ ଛାଡ଼ି ତୋ ପୁଅ ଯାହା ମାଗିବ ଦେବି, ନଚେତ ତୋ ପୁଅ ମରି ପଡିଥିବ। ମୋ ପୁଅ ଆଗ ବଞ୍ଚୁ, ତାପରେ ସର୍ତ୍ତ ଦେଇପାରେ ଦେଇପାରେ। ଓ ଭାରି ଚାଲାକିଆ। କଣ ଚାଲାକ? ତୋ ପୁଅ ବଞ୍ଚିଲେ ସେ ଅଶ୍ଵ ଦେଇପାରେ ନ ଦେଇପାରେ, ମୋ ଇଚ୍ଛା ହେଲେ ବି ତୋ ପୁତ୍ରକୁ ବଞ୍ଚେଇ ପାରେ ନ ବଞ୍ଚେଇ ପାରେ। ଯାହା ହଉ ସ୍ୱାମୀ ବଡ ସ୍ୱାମୀ ପରମ ଦେବତା, ଯାହା ହଉ ଆପଣ ମାନେ କହନ୍ତି ଏ ରଙ୍ଗ ଏ ତୁଳି ଅଭ୍ୟସ୍ତର ହାତ ତୁମ ପାଇଁ କଣ ଯଥେଷ୍ଟ ନୁହେଁ? ତୁମକୁ ମୁଁ ଉତ୍କଳ କାନଭାସରେ ଆଙ୍କିବା ପାଇଁ ଏତେ ପରେ ବି ତମେ ଇଣ୍ଡୋ ଠାରୁ ବହୁ ଦୂରରେ ରୂପ ବଦଳେଇବାରେ କେମିତି ବର୍ଣ୍ଣିବି, ତମେ ତ ବହୁ ଭଲ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ସତରେ ପ୍ରିୟ ଦର୍ଶକ ବନ୍ଧୁ, ଏ ଆମ କଳା ଆମ କଳାକାର କାର୍ଯ୍ୟକ୍ରମକୁ ପ୍ରଭାତୀ ସ୍ୱାଇଁ ଆମକୁ ସହଯୋଗ କରିଛନ୍ତି ଏବଂ ଆମ ପାଖରେ ବସିଛନ୍ତି, ଆମର ଖୁସି ଆଉ ଆନନ୍ଦ। ମ୍ୟାଡାମ ଆଉ ଗୋଟିଏ ଦର୍ଶକ ମାନଙ୍କୁ ଗୋଟେ ଗାଇ ଶୁଣେଇବେ, ସୁନ୍ଦର ଓଡିଶୀଟିଏ, ଆପଣ ଗାଇକି ଟିକେ ଦର୍ଶକ ମାନଙ୍କୁ ଶୁଣନ୍ତୁ।
আজ একিগু মানরে 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 চন্দ্র ননা দেখি নাহি সপনরে আজ একিগু মানরে সুন্দর হৃদয়বাস মন্দার দলে আস কুন্দ কুপর কাশ কুন্দ নাহি মধনি তুসি নামর প্রাণ রমণী গণ রাণ তুসি নামর প্রাণ রমণী গণ রাণ রাণ অছিতি মানব গৃহী রাণ দারুণ স্মর রাণ সাণ বিরাটি ক্ষণ বাণ গণর নিচে বাণ গণর নিচে এবটিয়ে পরাণ আজ একিগু মানরে 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 চন্দ্র ননা দেখি নাহি সপনরে। धन्यवाद। जहाँ सुंदर सुंदर ओडिसी चांद गायकी शुणिले दर्शक मैंने देखिले। मैडम आ गोटे कथा बहुत गायिका को क्वेश्चन कर उत्तर देना एवं से प्रश्न उत्तर को आड़े मु कही आपण ओडिशा रे पाला गाउछन गोटे सुंदर मानव भंजन जहाँ कहते मानव भंजन से कौन गायिका कहला कह ना मानव भंजन आम अलग कहना आम गायबू किंतु आप गोटे दयाकोरी से मानव भंजन दर्शक मन जीव धन हे प्राण धन हे कर धरुछि कर मेलानी जीव धन हे प्राण धन हे कर धरुछि कर मेलानी काकर हेला बात काकर सुतरुत काकर हेला बात काकर सुतरुत काकर कर हस्त हेलेनी जीव धन हे प्राण धन हे कर धरुछि कर मेलानी कमल रे कमल उठिलेनी कमल कमल रे कमल उठिलेनी कमल कमल कांत उदे हेलेनी जीव धन हे प्राण धन हे कर धरुछि कर मेलानी। धन्यवाद। जाओ ये मानव भंजन टी आम दर्शक मैंने शुणिले मु बहुत गायिका उपस्थापन मुझे साक्षात्कार नहीं मानव भंजन जेन उठेबी सागे सागे कहे बाबुले मुझे चेंज करदे हम ना आप गाइले मुझे जानी ओडिशार आगधाड़ी गायिका से कहीं से प्रभात स्वाई आपण मैंने आम कलाकार कार्यक्रम बीआर मोविज आप देखिए आज आम प्रभात स्वाई पाखु आसिक निजुक धन्य मन किंतु कथा तो अनेक कथा हवा मैडम बहुत कथा कहले आम आपण एतिके विदाय लौ समय भी हो गला रोची आपन को नमस्कार। नमस्कार। आपण माने देखुतले ओडिशार आगधाड़ी गायिका सी आउ केनी प्रभाती स्वाई तांको पाखरु किछि आपण तांको परिवार विषय जानिले तांको पाला जगत भीतर जानिले सब किछि आपण जानिले किंतु पुणी आपण सहित देखा हबो आगामी अध्याय नूतन गायिका संगे रोचु नमस्कार।